নমস্কার দর্শক বন্ধু শুভ সকাল। আজ হচ্ছে 25 জানুয়ারি শনিবার। আজ রয়েছে দেশ বিদেশ রাজ্যর 20টি গুরুত্বপূর্ণ খবর যা আপনার কেবল 10 মিনিট সময় দিয়ে দেখিপারে। তা পূর্বর আপনার গোটে ছোটিয়া অনুরোধ, প্রথমে ভিডিওটি লাইক করে কমেন্টরে আপনার জেলার না লিখিদেবে, যাফলে প্রত্যেক দিন আপনার জেলার খবর কিছু না কিছু অপডেট পাইপারে। তবে চালু খবর উপরে নজর পকাইবা। নম্বর ওয়ান, টুইন সিটির ঘন কুহুড়ি আস্তরণ, দেখা যাওনি রাস্তাঘাট, যাতায়াত মধ্যে বাধাপ্রাপ্ত। তবে রাজধানী ভুবনেশ্বরের ঘন কুহুড়ি, পুরীরে বি স্থাନରେ ঘন কুহুড়ি পাই দেখা যাওনি রাস্তাঘাট, সেপটে ঘাটি রাস্তা মানকরে মধ্যে দেখা যাওনি। পিকনিক সময় এপটে গাড়ি চলাচলକୁ সাবধান করেছে পাଣିপাগ বিভাগ। পাଣିপাগ বিভাগ ঘন কুহুড়ি নেই 18টি জেলাକୁ সতর্কতা করেছে। তবে ঘন কুহুড়ি পাই 18টি জেলাକୁ য়েলো ওয়ার্নিং করিଥିବା ବେଳେ 24 ঘণ্টাରେ আহুরি ঘন কুহুড়ি বঢ়িବ ବୋଲି କୁହାଯାଉଛି। ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଅନୁଗୁଳ, କଟକ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେଉଁଝର, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ଜିଲ୍ଲାଗୁଡ଼ିକୁ ସତର୍କ କରାଇଛି ପାଣିପାଗ ବିଭାଗ। ଏପଟେ ଶିକ୍ଷା ପାଇଁ ପାଟାଥନ୍, ମହିଳାମାନେ ପାଟ ଶାଢ଼ୀ ପିନ୍ଧି ଗଣ ଦୌଡ଼ରେ ଭାଗ ନେବେ। ସମସ୍ତଙ୍କ ପାଇଁ ଶିକ୍ଷା, ଏହି ଉଦ୍ଦେଶ୍ୟରେ ଦୌଡ଼ିବ ସାରା ଓଡ଼ିଶା। ପ୍ରତିବର୍ଷ କିଟ୍ ଓ କିସ୍ ପକ୍ଷରୁ ଜାନୁଆରୀ ମାସର ଶେଷ ରବିବାର ଦିନ ମିନି ମାରାଥନର ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଶେଷ ରବିବାର ସାଧାରଣତନ୍ତ୍ର ପଡୁଥିବାରୁ 25 ତାରିଖ ଦିନ ଶନିବାର ଦିନ ଆୟୋଜିତ ହୋଇଛି। ଚଳିତ ବର୍ଷ ମଧ୍ୟ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ଓଡ଼ିଶାର ସମସ୍ତ 30ଟି ଜିଲ୍ଲା ଭାରତର ମେଟ୍ରୋ ସହର ଗୁଡ଼ିକରେ ମିନି ମାରାଥନ ଆୟୋଜନ କରାଯାଇଛି। ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ନେଇ ସାଧାରଣ ସଚେତନତା ସୃଷ୍ଟି କରିବା କିଟ୍ ଓ କିସ୍ ଓ କିମ୍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ 2016 ମସିହାରୁ ଏହା ପ୍ରୟାସ ଆରମ୍ଭ କରିଥିଲେ। ସମସ୍ତେ ପାଟ ଶାଢ଼ୀ ପିନ୍ଧି ଏହି ଶିକ୍ଷା ବାର୍ତ୍ତା ଦେବେ ବୋଲି କୁହାଯାଉଛି। ଧାର୍ମିକ ସ୍ଥଳରେ ଆଉ ମଦ ବିକ୍ରି ହେବ ନାହିଁ। ଏନେଇ ସମସ୍ତ 17ଟି ସହରକୁ ମଦ ବିକ୍ରି ବନ୍ଦ କରାଯିବ। ତେଣୁ ଏନେଇକି ମଧ୍ୟପ୍ରଦେଶ ସରକାର ମଧ୍ୟ କହିଛନ୍ତି। ତେବେ କୁହାଯାଉଛି ମଧ୍ୟପ୍ରଦେଶ ସରକାର ଡେଷ୍ଟିନେସନ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ମଧ୍ୟ ନିଆଯାଇଛି। 300ତମ ଜନ୍ମବାର୍ଷିକ ଅବସରରେ ଖାରଖୋନର ମହେଶ୍ୱରର ପ୍ରତିଷ୍ଠାତା କ୍ୟାବିନେଟ ବୈଠକରେ ମଦ ନିଷେଧ ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଦେବୀ ଅହଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକ ଉତ୍ସବରେ ଏଭଳି କୁହାଯାଇଛି। ତେବେ କୁହାଯାଉଛି 17ଟି ସହରକୁ ଧାର୍ମିକ ସ୍ଥାନରେ କୌଣସି ମଦ ବିକ୍ରି ହେବ ନାହିଁ। ସେହିଭଳି ମଧ୍ୟ ସାରା ଓଡ଼ିଶାରେ ଏଥର ମଧ୍ୟ କିଛି କିଛି ଧାର୍ମିକ ସ୍ଥାନରେ ମଦ ବିକ୍ରି କରିବା ବନ୍ଦ କରିବା ପାଇଁ ମଧ୍ୟ କିଛି ଆନ୍ଦୋଳନ ଚାଲିଛି। ବିଭିନ୍ନ ଧାର୍ମିକ ସ୍ଥାନରେ ମଦ ବନ୍ଦ କରିବା ପାଇଁ ମଧ୍ୟ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏ ନେଇକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଣ ନିଷ୍ପତ୍ତି ନେବେ ସେ ନେଇ ଆଗକୁ ଅପେକ୍ଷା। ଓଡ଼ିଶାରେ 40,000କୁ ଚାକିରି ଦେବେ ସରକାର, ପ୍ରି ବଜେଟ୍ ସମୀକ୍ଷା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ 40,000 ନିଯୁକ୍ତି ଦିଆଯିବ ବୋଲି ଘୋଷଣା ମଧ୍ୟ କରିଛନ୍ତି। ତେବେ କୁହାଯାଉଛି ଫେବୃଆରୀ 17 ତାରିଖରେ ବଜେଟ୍ ପାଇଁ ଆଲୋଚନା ହେବ। ତେବେ ପୂର୍ବତନ ଅର୍ଥମନ୍ତ୍ରୀ ବିଶେଷଜ୍ଞ ବଜେଟ୍ ପାଇଁ ପରାମର୍ଶ ମଧ୍ୟ ଦେବେ। ସଦସ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ସମସ୍ତେ ମତାମତ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 1.5 ଲକ୍ଷ ନିଯୁକ୍ତି ଦେବେ ସରକାର ପ୍ରତିଶ୍ରୁତି ରଖିଥିଲେ, କିନ୍ତୁ ଚଳିତ ବର୍ଷ 40,000 ନିଯୁକ୍ତି ତୁରନ୍ତ ଦିଆଯିବ। ବିଶେଷ କରି ଆଇଟି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ଏପଟେ କହିଛନ୍ତି ଯେ ଦାଦନ ମୁକ୍ତ ହେବ ଓଡ଼ିଶା, ଆଉ ବାହାରକୁ ଦାଦନ ଖଟିବା ପାଇଁ କେହି ବି ଯିବେନି। ଏଥର ସମସ୍ତ ପ୍ରକାର ନିଯୁକ୍ତି ହେବ ଏବଂ ଓଡ଼ିଶାରେ ବିଭିନ୍ନ ପ୍ରକାର ପ୍ରକଳ୍ପ ସ୍ଥାପନ ହେବ, ଯାହାଫଳରେ ହଜାର ହଜାର ନିଯୁକ୍ତି ମଧ୍ୟ ବାହାରିବ। ପିଏମ୍ ଆବାସ ଯୋଜନା ପାଇଁ ବଡ଼ ଖୁସି ଖବର, ଏଣିକି ସମସ୍ତଙ୍କୁ ମିଳିବ ଘର। ପୁରୀରୁ ପିଏମ୍ ଆବାସ ସର୍ଭେର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ। ଅର୍ଜୁନ ସିଂହପୁରକୁ ଯାଇ 5ଟି ଘର ତାଲିକାରେ ମଧ୍ୟ ଯୋଡ଼ିଲେ ମନ୍ତ୍ରୀ। ଆବାସ ପ୍ଲସ୍ ମୋବାଇଲ ଆପ୍ ଦ୍ୱାରା କେମିତି ଆବାସ ଯୋଜନାରେ ଯୋଡ଼ି ହେବ ସେ ନେଇ ମନ୍ତ୍ରୀ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ତେବେ ରେଫ୍ରିଜରେଟର 2 ଚକିଆ ଯାନ ଲ୍ୟାଣ୍ଡଲାଇନ୍ ଥିଲେ ମଧ୍ୟ ପ୍ରତିବନ୍ଧକ ନାହିଁ। ମାସକୁ 15,000 ଟଙ୍କା କମ୍ ଆୟ ପରିବାର ଲୋକ ମଧ୍ୟ ସାମିଲ ହୋଇପାରିବେ। ନିଜ ମୋବାଇଲ ଆପ୍ ଆବାସ ପ୍ଲସ୍ ଆପ୍ରେ ମଧ୍ୟ ଜଣାଇ ପାରିବେ ନିଜର ଅପିଲ ବୋଲି କୁହାଯାଉଛି। ସେପଟେ ମଧ୍ୟ ଆଉ ଗୋଟିଏ କଥା କୁହାଯାଇଛି, ଏଥର ସମସ୍ତେ ପାଇବେ ଯୋଗ୍ୟ ହିତାଧିକାରୀ ଏବଂ ଏ ନେଇକି ମଧ୍ୟ 3 କୋଟି ଲୋକ ମଧ୍ୟ ଉପକୃତ ହେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟରେ ପାଖାପାଖି ମଧ୍ୟ ଅଧିକରୁ ଅଧିକ କିଭଳି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେ ନେଇ ମନ୍ତ୍ରୀ ରବି ନାରାୟଣ ମଧ୍ୟ କହିଛନ୍ତି। ତା ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଦ୍ୟାଳୟ ପାଠରେ ରହିବ ବାଲ୍ୟ ବିବାହ ବିଷୟ। ମହିଳାଙ୍କ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ। ବାଲ୍ୟ ବିବାହ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ସହିତ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାକୁ ସ୍ଥିର ହୋଇଛି। ପର୍ଯ୍ୟଟନ ସ୍ଥଳୀରେ ମହିଳାଙ୍କ ସୁରକ୍ଷା କଡ଼ାକଡ଼ି ଭାବେ ସହିତ ଯାତ୍ରୀଙ୍କ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳା କର୍ମଚାରୀ ନିଯୁକ୍ତି ଏବଂ କେବଳ ମହିଳା କର୍ମଚାରୀ ଥିବା ବସ୍ ଚଳାଚଳ ମହିଳା ଏବଂ ଶିଶୁ ବିକାଶ ସଚିବ ମଧ୍ୟ ଦେଇଛନ୍ତି। କେତେକ ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇଥିବାରୁ ନିକଟରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ତେବେ କୁହାଯାଉଛି ଯେ ଏଥର
ବାଲ୍ୟ ବିବାହ ନିଷେଧ କରାଯିବ। ଯାହା ଫଳରେ ବାଲ୍ୟ ବିବାହ ପାଇଁକି ପୁଲିସ ହେଲ୍ପଲାଇନ୍ 112 କୁ ମଧ୍ୟ କଲ୍ କରାଯିବ। ତାପରେ ମଧ୍ୟ ବିଭିନ୍ନ ପ୍ରକାର ହେଲ୍ପଲାଇନ୍ ନମ୍ବର ସରକାର ଜାରି କରିଛନ୍ତି। ସେପଟେ ମହିଳାଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଅଛି 181। 181 ନମ୍ବରକୁ ଆପଣ କଲ୍ କରିପାରିବେ। ଚାଇଲ୍ଡ ହେଲ୍ପଲାଇନ୍ ଅଛି 1091। ଏଥିରେ ମଧ୍ୟ କଲ୍ କରିକି ଆପଣମାନେ ଜଣାଇ ପାରିବେ। ଜାନୁଆରୀ 27ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ 27 ତାରିଖ ୟୁନିଟ୍ 5 ସ୍ଥିତ ଭୁବନେଶ୍ୱର ସ୍ଥିତ ଏବେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଟ୍ରୋ ସିଟି ପାଲଟିବ ଭୁବନେଶ୍ୱର, ପଛରେ ପଡ଼ିବେ ବଡ଼ ବଡ଼ ସହର। ତେବେ ରାଜଧାନୀ ଭୁବନେଶ୍ୱର ସହରକୁ ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୁଶଚନ୍ଦ୍ର ମହାପାତ୍ର ଗୁରୁବାର ଦିନ ସୂଚନା ଦେଇଛନ୍ତି। ତେବେ ସହରରେ ବଢୁଥିବା ଟ୍ରାଫିକ୍ ହ୍ରାସ ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ନେବେ, ଯାହାଫଳରେ ଟ୍ରାଫିକ୍ ଭିଡ଼ ଆଉ ରହିବ ନାହିଁ। ରାଜ୍ୟରେ ନିବେଶ ବୃଦ୍ଧି ପାଇଁ ଓଡ଼ିଶା ସରକାର ପ୍ରୟାସ କରୁଛନ୍ତି। ଭବିଷ୍ୟତରେ ଭୁବନେଶ୍ୱରକୁ ବିସ୍ତାର କରାଯିବ ଏବଂ ଏହି ପରିପ୍ରେକ୍ଷୀରେ ସିଙ୍ଗାପୁର ରାଷ୍ଟ୍ରପତି ସମ୍ପ୍ରତି ଓଡ଼ିଶା ଗସ୍ତ ସମୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ମଧ୍ୟ ହୋଇଛି। ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ଏକ ଆଦର୍ଶ ସହର ହେଉ ବୋଲି ଶ୍ରୀ ମହାପାତ୍ର ମଧ୍ୟ କହିଛନ୍ତି। ତେବେ 31 ତାରିଖ ଶେଷ ତାରିଖ। ଆଉ ମାତ୍ର 4 ଦିନ ପରେ ରାସନ କାର୍ଡ 42 ଲକ୍ଷ ହିତାଧିକାରୀଙ୍କ ନାମ କଟିଯିବ। ସୂଚନା ଅନୁଯାୟୀ ଗରିବଙ୍କ ରାସନ କାର୍ଡକୁ କବ୍ଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମ୍ମାନ କରିବାକୁ ଆହ୍ୱାନ ମଧ୍ୟ କରିଛନ୍ତି। ଯଦି ସରକାର କାର୍ଡ ନ ଫେରାନ୍ତି ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ମଧ୍ୟ ଶୁଣାଇଥିଲେ। ମନ୍ତ୍ରୀ କହିଥିଲେ ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଇକେୱାଇସି ଜରିଆରେ ଏହା ସ୍ପଷ୍ଟ ହୋଇଛି। ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇକେୱାଇସି କରିବା ପାଇଁ ଆସୁନାହାନ୍ତି। ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି। ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇକେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ ମଧ୍ୟ କରିଛନ୍ତି। ଯଦି କାର୍ଡ ନ ଫେରାନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ତାଗିଦ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପାଖାପାଖି 4 ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି। କିନ୍ତୁ ଏବେ କଥା ଉଠୁଛି 40 ଲକ୍ଷରୁ ଅଧିକ ହିତାଧିକାରୀ କାହିଁକି ରାସନ କାର୍ଡ ଇକେୱାଇସି କରିନାହାନ୍ତି? ତାଙ୍କ ଭିତରୁ କେତେ ଲୋକ ଅଛନ୍ତି ସେ ନେଇକି ମଧ୍ୟ ଆହୁରି ତଦନ୍ତ ହେଉଛି। ତୁରନ୍ତ ରାସନ କାର୍ଡ ଫେରାନ୍ତୁ, ନହେଲେ ରାସନ କାର୍ଡ ରଦ୍ଦ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୁଶଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଆମେରିକାରେ 538 ଦେଶାଟନକାରୀ ଗିରଫ ହୋଇଛନ୍ତି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରେସ୍ ସଚିବ କୋରୋଲାଇନ୍ ଲିଭିଟ୍ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ଦେଇଥିବା ସୂଚନା ଅନୁଯାୟୀ 538 ବେଆଇନ ଦେଶାଟନକାରୀଙ୍କ ମଧ୍ୟରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ରହିଛନ୍ତି। ଏହା ସହିତ କେତେକ ଦେଶାଟନକାରୀ ଯୌନ ନିରାପତ୍ତା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗିରଫ ଦେଶାଟନକାରୀ ଅପରାଧୀଙ୍କ ମଧ୍ୟରୁ ଶତାଧିକ ସ୍ୱତନ୍ତ୍ର ଯୁଦ୍ଧ ବିମାନ ଯୋଗେ ନିଜକୁ ଦେଶକୁ ପଠାଇ ଦିଆଯାଇଛି। ତେବେ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଆମେରିକାରେ ବଡ଼ ଧରଣର ବେଆଇନ ଦେଶାଟନକାରୀ ନିରୋଧ ଅଭିଯାନ ଆରମ୍ଭ ହୋଇଛି। ଆମେରିକାର ଦେଶାଟନ ବହିଃଶୁଳ୍କ ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି କହିଛି ଯେ ଗିରଫ ଅପରାଧୀଙ୍କ ମଧ୍ୟରୁ 373 ଜଣଙ୍କ ଜେଲରେ ଭର୍ତ୍ତି କରାଯାଇଛି। ତଟ ସୁରକ୍ଷା ଉପରେ ଗୁରୁତ୍ୱ ଦେବ ଓଡ଼ିଶା ପୋଲିସ, ଏନେଇ ସୂଚନା ଦେଲେ ପୋଲିସ ନିର୍ଦ୍ଦେଶକ ୱାଇ ବି ଖରେନା। ତେବେ ତଟ ସୁରକ୍ଷା ଗଠନ ହେବ ସ୍ୱତନ୍ତ୍ର ବୋର୍ଡ। ବୋର୍ଡରେ ପୋଲିସ ଏବଂ କୋଷ୍ଟଗାର୍ଡର ସ୍ୱତନ୍ତ୍ର ଅଧିକାରୀ ରହିବେ। ଏ ସହିତ ଅବସରପ୍ରାପ୍ତ କୋଷ୍ଟଗାର୍ଡ ନୌସେନା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି। ସେମାନେ ଅବସର ପରେ ମଧ୍ୟ ମେରାଇନ ପୋଲିସରେ ନିଯୁକ୍ତି ହେବେ ବୋଲି କୁହାଯାଉଛି। ବାରବାଟୀରେ ହେବାକୁ ଥିବା ୱାନଡେ ମ୍ୟାଚ୍ ଟିକେଟ ବୁକିଂ ପାଇଁ ଫେବୃଆରୀ 6ରୁ ଆରମ୍ଭ ହେବ। ଏନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମ ଥର ଲାଗି ଜୋମାଟୋରେ ଅନଲାଇନ ଟିକେଟ ବୁକ୍ କରିପାରିବେ ଦର୍ଶକ। ଏବେ ଦିନିକିଆ ମ୍ୟାଚଟି ଫେବୃଆରୀ 9 ତାରିଖରେ ଆୟୋଜିତ ହେବ। ତେବେ କୁହାଯାଉଛି ଟିକେଟ ବୁକିଂ ପାଇଁ ଅନଲାଇନରେ 4000 ଟିକେଟ ଉପଲବ୍ଧ ଅଛି। ପ୍ରଶାସନ, ପୋଲିସ, ଓସିଏ କର୍ମକର୍ତ୍ତାଙ୍କୁ ନେଇ ମ୍ୟାଚ ବୈଠକ ହେବ ବୋଲି କୁହାଯାଉଛି। ଗ୍ୟାଲେରୀ ଭିତରେ ମାଗଣାରେ ପାଣି ଯୋଗାଇ ଦିଆଯିବ। ଫେବୃଆରୀ 3-4ରେ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ। ପ୍ରତ୍ୟେକ ବ୍ୟକ୍ତି ଅଫଲାଇନରେ 2ଟି ଟିକେଟ ନେଇପାରିବେ ବୋଲି କୁହାଯାଉଛି। ଟିକେଟ କଳାବଜାରୀ ରୋକିବା ଦାୟିତ୍ୱରେ ପୋଲିସ ରହିବେ। ମହିଳାଙ୍କ ଟିକେଟ କାଉଣ୍ଟର ସ୍ୱତନ୍ତ୍ର କାଉଣ୍ଟର ହେବ ବୋଲି କୁହାଯାଉଛି। ଏଥିପାଇଁ ଅଫଲାଇନ ଟିକେଟ ପ୍ରାୟ ସମୁଦାୟ 6ଟି କାଉଣ୍ଟର ରହିବ। ତେବେ ଏହା ବ୍ୟତୀତ ଦର୍ଶକମାନେ ଜୋମାଟୋରେ ମଧ୍ୟ ମ୍ୟାଚ ଦେଖିବା ପାଇଁ ଟିକେଟ ବୁକିଂ କରିପାରିବେ ଅନଲାଇନରେ। ଏଣିକି ପ୍ରାଥମିକ ବିଦ୍ୟାଳୟରେ 6ଟି ଶ୍ରେଣୀ। ପ୍ରାଥମିକ ବିଦ୍ୟାଳୟ ଉପରେ ଚାପ ବଢ଼ିବାକୁ ଯାଉଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଯଥା ଶିଶୁ ବାଟିକା 3 ଆସନ୍ତା ବର୍ଷରୁ ଏହାଦ୍ୱାରା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ସଂଖ୍ୟା 6ରେ ପହଞ୍ଚିବ। ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଶିକ୍ଷୟିତ୍ରୀ ଶିଶୁ ବାଟିକା 3ରେ ନାମ ଲେଖାଇବା ପାଇଁ ଶିକ୍ଷାକୁ ଅନୁଦାନ କରିବେ। କ୍ଲାସରୁମରେ ପିଲାଙ୍କ ଯତ୍ନ ନେବେ। ସେମାନଙ୍କ ପାଠପଢ଼ା ସହିତ ଖେଳକୁଦ, ନାଚଗୀତ, ଅନ୍ୟାନ୍ୟ କାର୍ଯ୍ୟକଳାପ ଦେଖିବେ। ଜାତୀୟ ଶିକ୍ଷାନୀତି 2020 ଲାଗୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଏଭଳି ପରିବର୍ତ୍ତନ ହେଇଛି ବୋଲି କୁହାଯାଉଛି।
ସେପଟେ ମଧ୍ୟ କୁହାଯାଇଛି ଯେ ଏଥର ଅଙ୍ଗନବାଡି ନ ହେଇକି ଶିଶୁ ବାଟିକା ହେବ, ଯାହାଫଳରେ ପିଲାଙ୍କର ଭବିଷ୍ୟତ ଆଗକୁ ହେବ, ଆଗକୁ ବଢାଯିବ। ଯାହାଫଳରେ ଆଉ ଗୋଟିଏ କଥା ମଧ୍ୟ କୁହାଯାଇଛି, 2025-26 ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ପାଠ୍ୟକ୍ରମ ରୂପରେଖାର ସଂଶୋଧନ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜାତୀୟ ପାଠ୍ୟକ୍ରମ ରୂପରେଖା ଢାଞ୍ଚାରେ ରାଜ୍ୟ ପ୍ରସଙ୍ଗୀକରଣ ସହିତ ପ୍ରାଥମିକ ପର୍ଯ୍ୟାୟକୁ ଗ୍ରହଣ କରାଯିବ ବୋଲି କୁହାଯାଉଛି। ଇଣ୍ଡିଆନ୍ ଅଏଲ କର୍ପୋରେସନରେ ମିଲିଟାରୀରେ ଚାକିରି କରିବା ପାଇଁ ଇଚ୍ଛୁକ ଆଶାଙ୍କ ପାଇଁ ବଡ଼ ସୁଯୋଗ। ଯେଉଁମାନେ ସରକାରୀ ସଂସ୍ଥାରେ ଚାକିରି କରିବା ପାଇଁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟରେ ମଧ୍ୟ ଆବେଦନ କରିପାରିବେ। ଇଣ୍ଡିଆନ୍ ଅଏଲ ମାର୍କେଟିଂ ଡିଭିଜନ ବା ଟେକ୍ନିସିଆନ ବା ଗ୍ରାଜୁଏଟ୍ ଏବଂ ଟ୍ରେଡ୍ ଅପରେଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 382 ପଦ ବିଜ୍ଞାପନ ପାଇଛି। ଆବେଦନ ଶେଷ ତାରିଖ ଫେବୃଆରୀ 14 ତାରିଖ ମଧ୍ୟ ରହିଛି। ଯଦି କେହି ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବୟସ 18ରୁ 24 ବର୍ଷ ହୋଇଥିବା ଆବଶ୍ୟକ। ତେବେ ଏସଟି ଏସସି ଆବେଦନକାରୀ ବୟସ ସୀମା 29 ବର୍ଷ ରହିଥିବା ବେଳେ ଓବିସିଙ୍କ ପାଇଁ 27 ବର୍ଷ ରହିଛି ବୋଲି କୁହାଯାଉଛି। ଯୋଗ୍ୟ ବ୍ୟକ୍ତିଙ୍କ ଚୟନ ଏମପିଏସ୍ ଏନଟିଏସ୍ ପୋର୍ଟାଲ ଜରିଆରେ ମଧ୍ୟ କରାଯିବ। ଏହାପରେ ବଛା ଯାଇଥିବା ପିଲାଙ୍କ ଡକୁମେଣ୍ଟ ଭେରିଫିକେସନ କରାଯିବ। ପରିଶେଷରେ ମେଡିକାଲ ଫିଟନେସ୍ ଟେଷ୍ଟ କରାଯିବ। ଚୟନ ପ୍ରକ୍ରିୟାରେ ଲିଖିତ ଏବଂ ଇଣ୍ଟରଭ୍ୟୁ ସାମିଲ କରାଯାଇ ନାହିଁ। ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପୂର୍ବରୁ ଜନତା ମଇଦାନରେ ସ୍ଥିତି ସମୀକ୍ଷା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କର୍ଷ ଓଡ଼ିଶାରେ 100ରୁ ଅଧିକ ନିବେଶକାରୀ ଏମୟୁ ସ୍ୱାକ୍ଷର କରିବେ। ଏହାଦ୍ୱାରା ଓଡ଼ିଶାରେ 3.5 ଲକ୍ଷରୁ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବ। କନକ୍ଲେଭରେ ଯୋଗ ଦେବାକୁ ଯାଉଛନ୍ତି 7,500 ଡେଲିଗେଟ୍ ପଞ୍ଜୀକୃତ ଥିବା କହିଛନ୍ତି ସେ ମଧ୍ୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 28 ତାରିଖରେ କନକ୍ଲେଭରେ ଉଦ୍ଘାଟନ କରିବେ। 3 ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ ଏଥିରେ ମଧ୍ୟ ଯୋଗ ଦେବେ। ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ ଇନ୍ ଇଣ୍ଡିଆ ଏବଂ ସୁଭଦ୍ରା ଯୋଜନାକୁ ନେଇ ସ୍ୱତନ୍ତ୍ର ଭାବେ ଥିମ୍ ବେସ୍ ସେସନ ଅଛି। 20 ତାରିଖରେ ଏବେ ପ୍ରତିନିଧି ଦଳ ସେସନରେ ଭାଗ ନେବେ। ସର୍ବସାଧାରଣଙ୍କ ପାଇଁ ଗୋଟିଏ ଦିନ ବଢ଼ିଲା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ। ତେବେ ଜାନୁଆରୀ 30 ତାରିଖ ଗୋଟିଏ ଦିନ ସର୍ବସାଧାରଣ ପାଇଁ ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳେ ଆଉ ସନ୍ଧ୍ୟାବେଳେ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଯଦି ଆପଣଙ୍କର କିଛି ଡାଉଟ୍ ରହୁଛି, କିଛି ଅଲଗା ନ୍ୟୁଜ୍ ଜାଣିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ କମେଣ୍ଟ ମାଧ୍ୟମରେ